ଦୋସ୍ତ ଆମେ ଯାଇଥିଲୁ ଅନୁଗୁଳ ଅଭିମୁଖେ। ତ ଆମେ ବର୍ତ୍ତମାନ ବର୍ତ୍ତମାନ ଫେରିଲୁ। ଆମେ ବର୍ତ୍ତମାନ ବାଇକରେ ଜର୍ଣ୍ଣି କରିଥିଲୁ। ତ ମନ୍ଦିରପୁର ଦେଇକି 7 ମାଇଲ ପ୍ରବେଶ କରିବ। ତ ଯାଉଥିଲୁ, ଭାବିଲୁ କିଛି ସୌନ୍ଦର୍ଯ୍ୟ ଭରା ଜଣେଇବା। କିନ୍ତୁ ବହୁତ ସୌନ୍ଦର୍ଯ୍ୟ ରାସ୍ତା ଅଛି ବର୍ତ୍ତମାନ। ଆଉ ସବୁଠୁ ତ ପ୍ରକୃତିର ସୌନ୍ଦର୍ଯ୍ୟ ଭରା ଦୃଶ୍ୟ ଦେଖନ୍ତୁ। ଦୂରରେ ଦେଖାଯାଉଛି ଗୋଟେ ସୁନ୍ଦର ପାହାଡ, ପୁରା ଧନୁ ଭଳିଆ ହେଇଛି। ଦେଖନ୍ତୁ ବହୁତ ସୌନ୍ଦର୍ଯ୍ୟ। ପ୍ରକୃତି ଆମର ତ ବନ୍ଧୁ, ପ୍ରକୃତି ଆମର ଜୀବନ ଏବଂ ବୃକ୍ଷଲତା ଆମର ସବୁଠୁ ଉପକାରୀ ବନ୍ଧୁ। ବୃକ୍ଷଲତା ପାହାଡ ପର୍ବତ ନଥିଲେ ଆମେ ବଞ୍ଚିବା ଅସମର୍ଥ। ଠିକ ଅଛି, ବହୁତ ସୁନ୍ଦର, ବହୁତ ବଢିଆ ସୁନ୍ଦର ପରିବେଶ ପରିବେଷ୍ଟିତ। ଆଉ ଗୋଟିଏ ସୁନ୍ଦର ବର୍ତ୍ତମାନ ଛୋଟିଆ ଇଣ୍ଡଷ୍ଟ୍ରି ଟିଏ ଦେଖାଯାଉଛି ରାସ୍ତା କଡରେ। ସେ ବର୍ତ୍ତମାନ ଆମର ଏ ବାଟରେ ଅନେକ ଗୁଡ଼ିଏ ଗାଁ ଅଛି, ସବୁ ତ ମୁଁ କହିପାରିବିନି। ତ ଆମର କିଛି ବାଟ ଗଲେ ଆମର ବର୍ତ୍ତମାନ କଂସରା ପଡ଼ିବ। ତ କଂସରା ଗୋଟେ ବଢ଼ିଆ ଫାର୍ମ ହାଉସଟି ଅଛି। ଦେଖନ୍ତୁ ଏଇଠି ବର୍ତ୍ତମାନ ଖରାଦିନ ଆମ୍ବର ଚାହିଦା ତ ବହୁତ ବଢ଼ିଆ ସୁନ୍ଦର ଜିନିଷ ବର୍ତ୍ତମାନ ବଉଳ ହେଇକି ଆମ୍ବ ବର୍ତ୍ତମାନ ବହୁତ ହେଇଗଲାଣି, ଛୋଟ ଛୋଟ ଆମ୍ବ ହେଇଗଲାଣି। ଆଉ ମାସ 2 ମାସ ପରେ ଆମ୍ବର ବହୁତ ଚାହିଦା ବଢ଼ିବ, ସ୍ୱାଦିଷ୍ଟ ଆମ୍ବରି। ଏଠି ଗୋଟିଏ ଆମର ଢାବା ଟିକେ ଦେଖାଗଲାଣି। ଯାଉଛୁ ତ ଯାନବାହନ ଚଳାଚଳ ବହୁତ ସୁନ୍ଦର ଭାବରେ ହେଉଛି। ଏଠି ଦେଖନ୍ତୁ ଏଇ ରାସ୍ତାଟି ବହୁତ ଭଲ ଭାବରେ ହେଇଛି। ଦେଖନ୍ତୁ ଆମେ ବର୍ତ୍ତମାନ କଂସରା ପହଞ୍ଚି ଗଲୁ। ହଁ, ଏଇଠି ଆସିଲା ଆମର। ଠିକ ଅଛି, ଏଇଠି ଆମର ବର୍ତ୍ତମାନ ଆମେ ଏଇଠି ଚାଷ ଗୁଡ଼ି ବି ମଧ୍ୟ ହେଇଛି। ଆମର କରେକ୍ଟ କିଛି ଫସଲ ମଧ୍ୟ ହେଇଛି। ତ ଠିକ ଅଛି, ଯାଉଛୁ ଆମେ।